ନମସ୍କାର ବନ୍ଧୁମାନେ, ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲରେ ହାର୍ଦ୍ଦିକ ସ୍ୱାଗତ। ଆଜି ଆମେ ଜାଣିବା ସମୟ ବିଷୟରେ। ସମୟ ଉପରେ 50ଟି ପ୍ରେରଣାଦାୟକ ଓଡ଼ିଆ କଥା। ଆସନ୍ତୁ ସେ ବିଷୟରେ କିଛି ଜାଣିବା। ସମୟ ସବୁଠୁ ବଡ଼ ଗୁରୁ। ସେ ଆମକୁ ଜୀବନର ସତ୍ୟ ଶିଖାଏ। ହରାଇଥିବା ଧନ ଫେରି ପାଇପାରିବ, କିନ୍ତୁ ହରାଇଥିବା ସମୟ କେବେ ଫେରିବ ନାହିଁ। ସମୟକୁ ଅବହେଳା କରିବା ମୂଲ୍ୟ ପରେ ଅନୁତାପ ଦେବାକୁ ପଡ଼େ। ଯେ ସମୟକୁ ସମ୍ମାନ କରେ, ସମୟ ସେଥିପାଇଁ ସଫଳତା ଆଣିଦିଏ। ସମୟକୁ ସଠିକ ବ୍ୟବହାର କର, ନଚେତ୍ ସମୟ ତୁମକୁ ବ୍ୟବହାର କରିଦେବ। ପ୍ରତ୍ୟେକ ସମୟରେ ସୁଯୋଗ ଲୁଚାଇବାକୁ ଥାଏ, ଦେଖିବାକୁ ଆବଶ୍ୟକ। ସମୟ ସେଇ କ୍ଷଣ ଯାହା କାହାକୁ ବିଶେଷ ସୁବିଧା ଦେଇନାହିଁ। ସମୟକୁ ବାନ୍ଧି ପାରିବା ନାହିଁ, କିନ୍ତୁ ସମୟକୁ ସହିତ ଚାଲିପାରିବା। ସମୟକୁ ବଡ଼ ଧନ ସଂସ୍କାରରେ କିଛି ନାହିଁ। ସମୟ ଏମିତି ଔଷଧ ଯାହା ସବୁ ଘାକୁ ଭଲ କରେ। ସମୟର ସଦୁପଯୋଗ ବ୍ୟକ୍ତି କେବେ ବି ହାରି ନାହାନ୍ତି। ସମୟରେ କାମ କରିବା ଜୀବନରେ ସୁଖ ଆଣେ। ଯେ ସମୟକୁ ହାରିଦିଏ, ସେ ଜୀବନକୁ ହାରିଦିଏ। ସମୟକୁ ସହଜରେ ନେବା ଅନୁତାପ କାରଣ ହୁଏ। ସମୟ ସରିଗଲେ ସବୁ ସୁଯୋଗ ସରିଯାଏ। ସମୟର ମୂଲ୍ୟ ବୁଝିଲେ ଜୀବନ ସାର୍ଥକ ହୁଏ। ସମୟ ଏକ ଦିନ ସବୁକୁ ପରୀକ୍ଷା କରେ। ସମୟକୁ ଜିତିବା ବ୍ୟକ୍ତି ଇତିହାସରେ ନାମ ଲେଖାଇଥାନ୍ତି। ସମୟକୁ କାଟିବା ନୁହେଁ, ସମୟକୁ ବ୍ୟବହାର କର। ସମୟରେ କାମ କର, ସୁଖରେ ବାସ କର। ସମୟରେ କାମ ନହେଲେ ପରେ ପଶ୍ଚାତାପ ଛାଡ଼ି କିଛି ମିଳେନି। ସମୟକୁ ଅପଚୟ କରିବା ଜୀବନକୁ ଅପଚୟ କରିବା ସମାନ। ସମୟ ଏକ ଦିନ ସବୁଙ୍କୁ ଶିଖାଇ ଦିଏ। ସମୟକୁ ଠିକ ବ୍ୟବହାର କର, ତାହା ହିଁ ସଫଳତାର କୁଞ୍ଜି। ସମୟ ସହିତ ଚାଲ, ସଫଳତାର ରହସ୍ୟ। ଜୀବନ କେବଳ ସମୟର ଏକ ଖଣ୍ଡ, ଯାହାକୁ ସତ୍ୟରେ ବ୍ୟତୀତ କରେ। ସମୟକୁ ନଷ୍ଟ କର, ସମୟକୁ ନଷ୍ଟ କରିଦେବ। ସମୟ ସଦା ଗତିଶୀଳ, ସେ କେବେ ବନ୍ଦ ହୁଏ ନାହିଁ। ସମୟକୁ ନିୟନ୍ତ୍ରଣ କରିବା ଅର୍ଥାତ୍ ନିଜକୁ ନିୟନ୍ତ୍ରଣ କରିବା। ସମୟରେ କାମ କଲେ ସମୟ ସାଥୀ ହୋଇଥାଏ। ସମୟ ସହିତ ପ୍ରତିଦିନ ନୂଆ ସୁଯୋଗ ଆସେ। ସମୟର ସମ୍ମାନ କର, ସମୟ ତୁମକୁ ସମ୍ମାନ ଦେବ। ସମୟ ସତ୍ୟର ଦର୍ପଣ। ଯେ ସମୟରେ ମୂଲ୍ୟ ବୁଝେ, ସେ ଆଗକୁ ବଢ଼ିଥାଏ। ସମୟ ଗଲା ପରେ ସବୁ କଥା ନିର୍ବଳ। ସମୟରେ କାମ କଲେ ସଫଳତା ନିଶ୍ଚିନ୍ତ। ସମୟକୁ ମିତ୍ର କର, ସେ କେବେ ଶତ୍ରୁ ହେବ ନାହିଁ। ସମୟକୁ ହାରିବା ଜୀବନ ହାରିବା ସମାନ। ସମୟକୁ ସହିତ ବ୍ୟତୀତ କରିବା ସୁବର୍ଣ୍ଣ ସୁଯୋଗ। ସମୟରେ ପ୍ରୟାସ, ସମୟରେ ସଫଳ। ସମୟ ଏକମାତ୍ର ଧନ, ଯାହା ହାରିଲେ ଫେରିବା ନାହିଁ। ସମୟକୁ ବ୍ୟବହାର କରିବା ସଫଳତାର ରହସ୍ୟ। ସମୟକୁ ବୁଝିବା ଜୀବନକୁ ବୁଝିବା। ସମୟ ସବୁ ଘାର ମଲମ। ସମୟକୁ ସୁବର୍ଣ୍ଣ ବୋଲି କୁହାଯାଏ, କାରଣ ଏହା ଅମୂଲ୍ୟ। ସମୟ ଏକଥର ଗଲେ କେବେ ଫେରି ଆସେନି। ସମୟ ସହିତ କାମ ସଫଳତାର ପଥ। ସମୟରେ ଅଳସ୍ୟ ସମୟ ଜୀବନର ବିଫଳତା। ସମୟରେ କାମ କରିବା ସ୍ୱପ୍ନକୁ ସତ୍ୟ କରେ। ସମୟରେ ପ୍ରୟୋଗ ଜୀବନର ସଫଳତା ଆଣିଥାଏ।
ଆମ ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଜୟ ଜଗନ୍ନାଥ।